ଆଜ୍ଞା ଆଜି ଆସିଥିଲେ ଏକ ମହାନ ପୁରୁଷଙ୍କର ଏ ଯୋଉ ପ୍ରତିମୂର୍ତ୍ତି ଉନ୍ମୋଚନକୁ କଣ କହିବେ? ଆଜି ଆମର ଗୁରୁଜନ ଏ ଅଞ୍ଚଳର ଏକଦା ଜଣେ ଥିବା ମୁରବୀ ରାଜନୈତିକ ବ୍ୟକ୍ତିତ୍ୱ ଶ୍ରୀଯୁକ୍ତ ଫକୀର ହରିଚନ୍ଦନଙ୍କର ଆଜି ଜନ୍ମ ଶତବାର୍ଷିକ ଉତ୍ସବ। ଆଜି ତାଙ୍କର କାର୍ଯ୍ୟକ୍ରମକୁ ମୁଁ ଆସିଥିଲି ଏବଂ ପ୍ରଥମ କରି ଏ ବ୍ଲକର ଯେ ଚେୟାରମ୍ୟାନ୍ ଥିଲେ ଏବଂ ସେ ତାଙ୍କ ସମୟରେ ଏ ଅଞ୍ଚଳର ଉନ୍ନତି ସହିତ ଶିକ୍ଷାର ବିକାଶ ଏବଂ ସାହିତ୍ୟର ବିକାଶ କରିବାରେ କେବେ ବି ପଛେଇ ନଥିଲେ। ତେଣୁ ଆଜିର ଏ କାର୍ଯ୍ୟକ୍ରମ ସମସ୍ତେ ଆମେ ଏକାଠି ହେଇଛୁ ଏବଂ ଆମକୁ ଖୁସି ଲାଗୁଛି ଏବଂ ମୁଁ ଧନ୍ୟବାଦ ବି ଦେଉଛି ତାଙ୍କ ସୁପୁତ୍ର ପ୍ରସାଦ ହରିଚନ୍ଦନ ପ୍ରଦୀପ ହରିଚନ୍ଦନକୁ, ଯେଉଁମାନେ ଆଜିର ଏ କାର୍ଯ୍ୟକ୍ରମକୁ ବହୁତ ଭଲରେ ମଧ୍ୟ ବି କରିଛନ୍ତି। ଆଜି କଣାସ ପଞ୍ଚାୟତ ସମିତି ପକ୍ଷରୁ ପଞ୍ଚାୟତ ସମିତି ସାମ୍ନାରେ ଥିବା ମହାତ୍ମା ମୂର୍ତ୍ତି ମଣ୍ଡପ ସେଇଠି ସ୍ୱର୍ଗୀୟ ଫକୀର ହରିଚନ୍ଦନଙ୍କର ଏକ ମୁଖ ପଟ୍ଟିକା ବ୍ରୋଞ୍ଜ ରିଲିଫ ଯାହାକୁ ପ୍ଲାକ୍ ବି କହନ୍ତି, ଫେସ୍ ପ୍ଲାକ୍ ବୋଲି କହନ୍ତି, ତାର ଆଜି ପ୍ରତିଷ୍ଠା ହେଲା, ସେଠି ବସିଲା। ମୁଁ ତାଙ୍କର ପୁଅ ହିସାବରେ ଯେଉଁମାନେ ଆଜି ଏ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ଉଦ୍ୟୋକ୍ତା ସମସ୍ତଙ୍କୁ ଫକୀର ହରିଚନ୍ଦନ ସ୍ମାରକ ନ୍ୟାସ ଫକୀର ହରିଚନ୍ଦନ ଫାଉଣ୍ଡେସନ ପକ୍ଷରୁ ଆମ ପରିବାର ପକ୍ଷରୁ ମୁଁ ଗଭୀର କୃତଜ୍ଞତା ଜଣାଉଛି। ଆଜିର ଯେ ମୁଖ୍ୟ ଅତିଥି ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ଏବଂ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ମହୋଦୟ, ସେ ଆଜି ମାଗିଥିଲେ ଯେ ଯେଭଳି ଜନ୍ମଦିନ ଅବସରରେ ଉପହାର ଦେଲେ ବଦଳ ଉପହାର ମିଳେ, ସେ ବଦଳ ଉପହାର ମାଗିଥିଲେ ଗୋଟେ ଅଙ୍ଗୀକାର। ମହିଳାମାନଙ୍କର ଉପସ୍ଥିତି ଆଜି ସମସ୍ତଙ୍କୁ ବେଶ ପ୍ରଭାବିତ କରିଥିଲା। ବହୁ ସଂଖ୍ୟାର ମହିଳା, ଅନ୍ୟମାନେ ସ୍ଥାନ ନ ପାଇ ପାଖରେ ରହିଥିଲେ। ମହିଳାମାନେ ଏ ସମାରୋହର ସମାପନ ପରେ ତୁରନ୍ତ ମୂର୍ତ୍ତି ମଣ୍ଡପ ଯାଇ ସେଠି ନାରୀ ମଣ୍ଡଳ, ନଦିଆ ସଂକୀର୍ତ୍ତନ ନାରୀ ମଣ୍ଡଳ ସେଠି ସଂକଳ୍ପ କଲେ ଯେ ଆମେ ଏଠୁ ଫେରୁଛୁ, ଆମ ପରିବାରରେ ମଦକୁ ପ୍ରଶ୍ରୟ ଦିଆଯିବ ନାହିଁ। ଆମ ପରିବାରକୁ ମଦମୁକ୍ତ କରିବା ପାଇଁ, ମଦ ବିରୁଦ୍ଧରେ ଲଢ଼େଇବା ପାଇଁ, ନିଶା ବିରୁଦ୍ଧରେ ଲଢ଼େଇବା ପାଇଁ ସେ ସଂକଳ୍ପ କଲେ। ତାହା ହିଁ ପ୍ରକୃତରେ ମୁଖ୍ୟ ଅତିଥି ଯୋଉ ବଦଳ ଉପହାର ମାଗିଥିଲେ, ତାହା ହିଁ ଆଜିର ବଦଳ ବିଧାୟକ, ବଦଳ ଉପହାର। ତାହା ଆମକୁ ସବୁଠୁ ବେଶୀ ପ୍ରଭାବିତ କରିଛି। ଆଜ୍ଞା ଆଜି ଯୋଉ ବହୁ ପୁରାତନର ବିଶିଷ୍ଟ ବ୍ୟକ୍ତିଙ୍କର ଆଜି ଫକୀର ହରିଚନ୍ଦନ ଶତବାର୍ଷିକୀ ଉପଲକ୍ଷେ ଷ୍ଟାଚୁ ଉନ୍ମୋଚନ ସେଇ ଉତ୍ସବରେ ଯୋଗ ଦେବାର ସୁଯୋଗ ପାଇଛି। ସେ ମାଟିର ପୁଅ, ଜଣେ ବିଶିଷ୍ଟ ଶିକ୍ଷାବିତ୍, ସେବା କରିବା ତାଙ୍କର ବ୍ରତ ଥିଲା। ବ୍ଲକର କଣାସ ବ୍ଲକର ଫାଷ୍ଟ ଚେୟାରମ୍ୟାନ୍, ଜଣେ ସାହିତ୍ୟିକ, ଜଣେ ଐତିହାସିକ, ଜଣେ ଭଦ୍ର ପରୋପକାରୀ। ତାଙ୍କ ନାଁ ଅକ୍ଷରରେ ସୁନା ଅକ୍ଷର ଟିପ୍ପଣୀରେ ରହିଛି। ଫକୀର ହରିଚନ୍ଦନ ଜଣେ ଅନେଷ୍ଟ ସାହିତ୍ୟିକ, ଐତିହାସିକ, ଭଦ୍ର ଏବଂ ଭଦ୍ର ହେଡମାଷ୍ଟର ଥିଲେ। ହଜାର ହଜାର ପିଲାଙ୍କୁ ଶିକ୍ଷାବିତ୍ କରିଛନ୍ତି। ତାଙ୍କରି ଆଜି ଷ୍ଟାଚୁ ଉନ୍ମୋଚନ ହେଲା। ଏଇ ଉନ୍ମୋଚନରେ ସୌମ୍ୟ ପଟ୍ଟନାୟକ ଉନ୍ମୋଚନ କଲେ। ଆମେ ଅତ୍ୟନ୍ତ ଖୁସି। ଜଣେ ମହାନ ପୁରୁଷଙ୍କର ପୂଜ୍ୟ ପୂଜା ଆଜି ଆରମ୍ଭ ହୋଇଛି। ଧନ୍ୟବାଦ। ନିଜର ଜନ୍ମ ସ୍ଥାନ କଣାସ ବ୍ଲକରେ ଫକୀର ହରିଚନ୍ଦନଙ୍କର ଜନ୍ମ ଶତବାର୍ଷିକୀର ସମାରୋହ ଉତ୍ସବରେ ଯୋଗ ଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ। ଗତକାଲିର ଝଡ଼ ବତାସ ଫଳରେ ସଭାମଞ୍ଚ ସମ୍ପୂର୍ଣ୍ଣ ବିଧ୍ୱସ୍ତ ହୋଇଥିଲେ ମଧ୍ୟ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ଯେଭଳି ଢଙ୍ଗରେ ସମସ୍ତେ ପୁଣି ଥରେ ପ୍ରସ୍ତୁତ ହୋଇ ଏ କାର୍ଯ୍ୟକ୍ରମକୁ ଆଗାଇ ନେଲେ, ତାହା ମୋତେ ଗଭୀର ଭାବରେ ପ୍ରଭାବିତ କରିଛି। ମୋତେ ଲାଗୁଛି ଫକୀର ହରିଚନ୍ଦନଙ୍କ ପ୍ରତି
जो सम्मान या द्वारा प्रमाणित होई। फकीर बाबू को जो दृष्टि देखा मुझे जाने ना से जड़े अत्यंत मेधावी छात्र थिले, संग्रामी छात्र नेता थिले, उत्तम शिक्षक थिले, सुसाहित्यिक थिले एवं जड़े ऐतिहासिक थिले और विशेषकर खोर्धार इतिहास सबुदिन आम समस्त मन रही। आम केवल जन्म शतवार्षिकी पालन करदेले हम ना, आम जेजे बोली जदि मानुचे ईश्वर को धन्यवाद देवा जे एभली जड़े जेजे को से पठे देले दुनिया को, जे आसवा फल से आम बापा को जन्म देले एवं आमे मध्य ये दुनिया को आसीपारे। कृतज्ञता जनइबार एकमात्र बाट है आमे तांको परी हेबा दरकार। आज अनेक क्षेत्र में तांकर प्रतिभार गोर अभाव देखा जाउछि। छात्र नेता देखा जाऊ ना, भल शिक्षक मिलू ना एवं इतिहास ठीक भाव में लिखा जाऊ ना एवं साहित्य आम भितर असूया भाव देखा देइछि। यदि प्रकृत में आम श्रद्धा करुचु ताले ए सबुर अभाव जेपरि रहिबो नाही। फकीर चित्तरंजन भली प्रतिभार अभाव को कई अनुभव करेंगे ना, से गोटे संकल्प नहीं पारे आज शतवार्षिक समारोह सफल हो।